ମୋ ନା କୁଲମଣି ସାହୁ ଶାନ୍ତିପଡ଼ା ପଥର ଚାବାରେ ବନ୍ଦ ଅଛି। ଏଠି ଆମ ଦାଦାଟେ ପାମପଡ଼ା ପିଲାଟେ ଆମର ଦାଦା ପରବୀନ କୁମାର ମାହାଲି ମୁଟୁ ବୋଲି ସେ 5 ତାରିଖରୁ କିଡନାପ ଥିଲେ। ଆଜି ତାହାକୁ ମାରିକିରି ପକେଇ ଦେଇଛନ୍ତି ବନ୍ଧରେ। ଏ ଗାଁ ଲୋକ ମାରିଥିବେ। ପାଣି ଉପୁରୁଥିଲା ଆଉ ଏବେ କାଲା ପରେ ମୁହଁରୁ ବ୍ଲଡ୍ ବାହାରି ଲାଗିଛି ବହୁତ। ଗାଁ ଲୋକର ଆଉଛି ଏଠି ଗୋଟେ ରେଡିସ୍ ଯାଞ୍ଚ କରୁଥିଲେ ସେ ତାଙ୍କ ଉପରେ ସନ୍ଦେହ ଅଛି। ଆଗରୁ ବି ଏସ୍ପି ଅଫିସରେ ଭେଟିକିରି କହିଥିଲେ ଆମ ଭାଉଜମାନେ। ତଦନ୍ତ ଯିଏ ବି ଅଛି କାମରେ ସେ ଲୋକମାନଙ୍କୁ ଧରିକରି ଉଚିତ ଦଣ୍ଡ ଦେବ ଆର ପରିବାର ଲୋକକୁ ଗଭର୍ଣ୍ଣମେଣ୍ଟ କ୍ଷତିପୂରଣ ଦଉ। କାରଣ ତ କିଛି ନାଇଁ କାଣା ଅଛି କାଣା ଭିତରିଆ କଥା ଟିକେ କହି ନୁହେଁ। କାରଣ ନିଦ ନା ସେ ମଦ ପାଣି ପିଅନ୍ନି ନା ଏ ବୁଡ଼ିକରି ମରି ପାରନ୍ନି। ପହଁରା ପହଁରି ସବୁ ଶିଖିଥିଲେ, ସବୁ ଜାଣିଥିଲେ ସେ। ହଁ ବୁଟ ବୁଟା ପିନ୍ଧିକରି ପକେଇଛନ୍ତି ପାଣିରେ। ଏରା ତ ଥିଲେ ଜଣେ ଲୋକ ନେଇଥିବା ମିନିମମ୍ 5-7 ଲୋକ ଥିବେ ଆଉ। ପୁଲିସ ତଦନ୍ତ କରିକି ପୁରା ଯେ ଦୋଷୀ ତାକେ ଧରିକରି ପୁରା ସଜା ଦେବାର କଥା ଆଉ ପରିବାରକୁ କ୍ଷତିପୂରଣ ଦେବାର କଥା। ହଁ ଫିକି ଦେଇଥିବେ ପଥର ପଥରା ଲଦିଥିବେ ଯାହା ସନ୍ଦେହ କରାଯାଉଛି। ପଥର ପଥରା ଲଦି ପଥର ଯେତେବେଳେ ଫୁଲିଲା ପରେ ଖସରି ଯିବା ବାହାରିଯିବ। ଗୋଲାପ ବାଗ ସଦେଇପାଲି ପଞ୍ଚାୟତର ସମିତି ସଭ୍ୟ। ଏଇଟା ତ ଆମର ପଥର ଚେପାର ବନ୍ଧ ଆଉ ଏଇନେ ଗୋଟେ ଡେଡ୍ ବଡି ମିଳିଛି। ଗତ 5 ଦିନ ହେଲା ଏଇ ନିଖୋଜ ଥିଲେ ଏବଂ ପୁଲିସ ମଧ୍ୟ ତଦନ୍ତ କରୁଥିଲା। ମିଡିଆ ବାଲେ ବି ତାର ପ୍ରସାରଣ କରିକି ବହୁତ ଖୋଜାଖୋଜି ଚାଲିଥିଲା। ଗାଁରୁ ବି ଏବଂ ଶାନ୍ତିପଡ଼ାର ସମସ୍ତ ପିଲାମାନେ ଆସିକି ଖୋଜାଖୋଜି କରୁଥିଲେ, କିନ୍ତୁ ବହୁତ ଚକିତ କଲା ଭଳିଆ ଜିନିଷ ସେ ପାଖେ ତାଙ୍କର ଗୋଟେ ଯେନ୍ ବନ୍ଧ ଅଛି, ଏଇ ବନ୍ଧରେ ଖୁବ କମ ପାଣି ମଧ୍ୟ ଥିବାର ଜାଗା ସେନା ତାଙ୍କର ଡାକ ନା ମୁଟୁ। ଆମର ଏଇନେ ପଥର ଚାପାରେ ଆସିକିରି ସେ ବିଭିନ୍ନ ସମୟରେ ମାନେ ଜମି ବାଡି ବନ୍ଧକି ଧରା ଧରିକି ଚାଷବାସ କରୁଥିଲେ ତଥା ଏଇ ବନ୍ଧରେ ବି ସେ ଠିକା ନେଇକିରି ମାଛ ଛାଡୁଥିଲେ, କିନ୍ତୁ ଗତ ବର୍ଷେ 2 ବର୍ଷ ହେଲା ନାଇଁ ନଉଥି। ଅବସ୍ଥା ତ ଏଇସନ୍ ପୁଲିସ ବାଡେ ଏବଂ ଫାୟାର ଟିମ୍ ବାଲେ ଆସିକି ଡିସ୍କଭର କରିଛନ୍ତି ତାକୁ, କିନ୍ତୁ ନିଶ୍ଚିତ ଭାବରେ ଯାହା ଅନୁମାନ କରାଯିବା ଏବଂ ଯାହା ଜଣା ପଡୁଛି ଯେ ମର୍ଡର ହିଁ ହେଇଥିବ। କେନ୍ ଏଙ୍ଗେଲରୁ ଗଲେ ପୋଲିସ ତାର ତଦନ୍ତ କରିକି ପାଇବ, ଫାଇଣ୍ଡ ଆଉଟ୍ କରିବ, ସେଟା ଅଲଗା କଥା, କିନ୍ତୁ ନିଶ୍ଚିତ ଭାବରେ ମର୍ଡର ବୋଲି ଧରାଯିବ। ଆଉ ଏଇଟା ବି ଲୋକ ପୂର୍ବରୁ ସନ୍ଦେହ କରୁଥିଲେ ଏ ବନ୍ଧକୁ ତଦନ୍ତ କରାଯିବ ବୋଲି, କିନ୍ତୁ ପୁଲିସ ବାଲା ବି ସେତେବେଳେ ଟିକେ ଏଇଟା କଲେ ନାହିଁ। ବନ୍ଧକୁ ନାଇଁ ହେଇଥିବା, ଏଇଟା କମ ପାଣି ଅଛି, କିଛି ନାଇଁ ହେଇଥିବା ବୋଲି କହିଲେ। ତେଣୁକରି ଏଇଟା ଗୋଟେ ବହୁତ ଯେନ୍ ପିଲାଟା ଅଛନ୍ ସେ ଭଦ୍ର ପିଲା, ନମ୍ର, ମଦ ନିଖାଏ କିଛି ନିଶା ପାଣି ନାଇଁ କରେ ଏବଂ ଏନ୍ତା କିଛି ଖରାପ କାମରେ ତାର ଲିପ୍ତ ଥିବାର ଜଣା ନାଇଁ ପଡବା। ତେଣୁ କେନ୍ ଦିଗରୁ ମର୍ଡରଟା ହେଇଥିବା ସେଟା ଟିକେ ଭଲ କରି ଇନଭେଷ୍ଟିଗେସନ କରୁନ୍ ଏବଂ ଦୋଷୀକେ ଦଣ୍ଡ ଦେବେ ବୋଲି ମୁଇଁ ଅନୁରୋଧ କରୁଛି।